କିଛି ଦିନ ତଳର କଥା। ଦିନେ ଜଣେ ପିଲା ତାର ଜେଜେକୁ ଭେଟ କରିବାକୁ ଗାଁକୁ ଆସିଲା। ତାର ଜେଜେ ଜଣେ ଅନୁଭବୀ ଏବଂ ବୁଦ୍ଧିମାନ ବ୍ୟକ୍ତି ଥିଲେ। ଗାଁରେ କୌଣସି ସମସ୍ୟା ହେଲେ ଗାଁ ଲୋକମାନେ ସମାଧାନ ପାଇଁ ତାଙ୍କ ପାଖକୁ ଆସନ୍ତି। ସେ ହିଁ ସେ ସମସ୍ୟାର ସମାଧାନ କରନ୍ତି। ତେଣୁ ଗାଁ ଲୋକମାନେ ତାଙ୍କୁ ଗାଁର ମୁଖିଆ ବୋଲି ଭାବନ୍ତି। ଦିନେ ପିଲାଟି ତାର ଜେଜେକୁ ପଚାରିଲା, ଜେଜ, ମୁଁ କିପରି ତୁମ ପରି ଜଣେ ସକ୍ସେସଫୁଲ ମଣିଷ ହୋଇପାରିବି? ଜେଜ ପିଲାଟିର କଥା ଶୁଣି ହସିଲେ। ପିଲାଟିକୁ ଗୋଟିଏ ନର୍ସରୀକୁ ନେଇଗଲେ। ସେଠାରୁ ସେମାନେ ଛୋଟ ଛୋଟ ଦୁଇଟି ଚାରା ଗଛ ଆଣିଲେ। ଗୋଟିଏ ଘରର ଅଗଣା ଭିତରେ ଲଗାଇଲେ ଏବଂ ଆଉ ଗୋଟିଏ ଘରର ବାହାରେ ଲଗାଇଲେ। ଜେଜ ପିଲାଟିକୁ ପଚାରିଲେ, ଏ ଦୁଇଟି ଗଛ ଭିତରୁ କେଉଁଟି ଏକ ସଫଳ ଏବଂ ବଡ଼ ଗଛ ହେବ? ଜେଜେଙ୍କ କଥା ଶୁଣି ପିଲାଟି ମନେ ମନେ ଚିନ୍ତା କଲା, ଘର ଅଗଣାରେ ଲାଗିଥିବା ଗଛଟିକୁ କେହି ପଶୁପକ୍ଷୀ ତାର ଅନିଷ୍ଟ କରିପାରିବେ ନାହିଁ। ଖରା ବର୍ଷା ବି ତାର କୌଣସି କ୍ଷତି କରିପାରିବ ନାହିଁ। କିନ୍ତୁ ବାହାରେ ଲାଗିଥିବା ଗଛ ଉପରେ ଖରା ବର୍ଷା ଏବଂ ପଶୁପକ୍ଷୀଙ୍କ ବିପଦ ରହିଛି। ଏମିତି ବିଚାର କରି ପିଲାଟି କହିଲା, ଜେଜ, ଅଗଣାରେ ଲାଗିଥିବା ଗଛଟି ଏକ ସଫଳ ଏବଂ ବଡ଼ ଗଛ ହୋଇପାରିବ। ପିଲାଟିର କଥା ଶୁଣି ଜେଜ ମୁଣ୍ଡ ହଲାଇଲେ ଆଉ କହିଲେ, ଠିକ୍ ଅଛି, ଦେଖିବା ଏ ଦୁଇ ଗଛ ମଧ୍ୟରେ କ'ଣ ପ୍ରଭେଦ ରହୁଛି। ତୁ ଆଉ ଥରେ ଯେତେବେଳେ ଗାଁକୁ ଆସିବୁ ମୁଁ ତୋ ପ୍ରଶ୍ନର ଉତ୍ତର ଦେବି। ଏହାପରେ ପିଲାଟି ପୁଣି ସହରକୁ ଚାଲିଗଲା। ନିଜ ପଢ଼ାରେ ବ୍ୟସ୍ତ ରହିଲା। ଠିକ୍ 3 ବର୍ଷ ପରେ ସେ ଗାଁକୁ ଫେରିଲା। 3 ବର୍ଷ ତଳର ସେଇ କଥା ପୁରା ତା ମନରେ ଥାଏ। ସେ ଜେଜେଙ୍କୁ ଭେଟ କରି କହିଲା, ମୁଁ ଗଲାଥରକ ଆପଣଙ୍କୁ ପଚାରିଥିଲି ଯେ ମୁଁ ଆପଣଙ୍କ ପରି କିପରି ସକ୍ସେସଫୁଲ ମଣିଷ ହୋଇପାରିବି। ସେତେବେଳେ ତୁମେ କୌଣସି ଉତ୍ତର ଦେଇନଥିଲ, କିନ୍ତୁ ଆଜି ତୁମକୁ ଉତ୍ତର ଦେବାକୁ ହେବ। ଜେଜ କହିଲେ, ଠିକ୍ ଅଛି, କିନ୍ତୁ ଗଲାଥରକ ଆମେ ଯେଉଁ ଗଛ ଲଗାଇଥିଲେ ତୁମର ମନେ ଅଛି? ତୁମେ କହିଥିଲ ଯେ ଘରର ଅଗଣାରେ ଲାଗିଥିବା ଗଛଟି ସବୁଠାରୁ ବଡ଼ ଗଛ ହୋଇଥିବ। ପିଲାଟି କହିଲା, ହଁ ମୁଁ କହି। ତାପରେ ଜେଜ କହିଲେ, ଚାଲ ଦେଖିବା ତୁମର ସେଦିନର ଉତ୍ତରଟି ଠିକ୍ ପ୍ରମାଣିତ ହୋଇଛି କି ନାହିଁ। ତାପରେ ଦୁଇଜଣ ଯାକ ଯାଇ ଘରର ଅଗଣାରେ ଲାଗିଥିବା ଗଛ ପାଖରେ ପହଞ୍ଚି ଦେଖିଲେ ଗଛଟିର ସାମାନ୍ୟ ଗ୍ରୋଥ୍ ହୋଇଛି। ତାପରେ ଘରର ବାହାରେ ଲାଗିଥିବା ଗଛ ପାଖରେ ପହଞ୍ଚି ଦେଖିଲେ ଗଛଟି ଏତେ ବଡ଼ ହୋଇଯାଇଛି ଯେ ପବନ ବି ଏହାର କୌଣସି କ୍ଷତି କରିପାରିବ ନାହିଁ। ଏହିସବୁ ଦେଖି ପିଲାଟି ଜେଜେକୁ ପଚାରିଲା, ଏହା କିପରି ସମ୍ଭବ ହୋଇଛି? ଜେଜ ବୁଝାଇବାକୁ ଯାଇ କହିଲେ, ସଦାବେଳେ ମନେ ରଖିବ, ଯେ ପର୍ଯ୍ୟନ୍ତ ତୁମେ କଠିନ ସମସ୍ୟାର ସାମ୍ନା ନ କରିଛ, ଯେ ପର୍ଯ୍ୟନ୍ତ ତୁମେ ସଂଘର୍ଷ ନ କରିଛ, ସେ ପର୍ଯ୍ୟନ୍ତ ତୁମେ ସଫଳତା ପାଇପାରିବ ନାହିଁ। ଯଦି ତୁମେ ସଂଘର୍ଷ ନ କରି ସାଧାରଣ ବାଟକୁ ଆପଣାଇ ନେବ, ଯେପରିକି ଘରର ଅଗଣାରେ ଲଗାଯାଇଥିବା ଗଛ, ତୁମକୁ ଆରାମଦାୟକ ଜୀବନ ତ ମିଳିଯିବ, କିନ୍ତୁ ତୁମେ ସର୍ବଦା କମଜୋର ହୋଇ ରହିବ। ଆଉ ଯଦି ତୁମ ଜୀବନର ସମସ୍ୟାକୁ ନିଜର ଲକ୍ଷ୍ୟ ଭାବି ଦୃଢ଼ ଭାବରେ ତାର ସାମ୍ନା କର, ତାହେଲେ ତୁମେ ଘରର ବାହାରେ ଲଗାଯାଇଥିବା ଗଛ ପରି ମଜବୁତ, ବଡ଼ ଏବଂ ସଫଳ ବନିପାରିବ। ଏଥିପାଇଁ ସମସ୍ୟାରେ ଭୟଭୀତ ହୁଅନ୍ତୁ ନାହିଁ। ତାକୁ ତୁମର ଶତ୍ରୁ ବୋଲି ଭାବ ନାହିଁ, ତାକୁ ଲକ୍ଷ୍ୟ ବୋଲି ଭାବ, ଯାହା ତୁମକୁ ଷ୍ଟ୍ରଙ୍ଗ କରିବା ପାଇଁ ଆସିଛି। ପ୍ରତ୍ୟେକ ସମସ୍ୟା ନିଜ ଭିତରେ କିଛି ଅନୁଭବ ନେଇ ଆସିଥାଏ ଏବଂ ତୁମକୁ ଅନୁଭବୀ ବନେଇଥାଏ। ଯିଏ ଯେତେ ଅନୁଭବୀ ହେବ ସେ ଜୀବନରେ ସେତେ ସଫଳ ବନିବ। ଏଥିପାଇଁ ଜୀବନର ପ୍ରତ୍ୟେକ ସମସ୍ୟାକୁ ଜୀବନରେ ଉନ୍ନତି କରିବାର ଗୋଟେ ପାହାଚ ବୋଲି ଭାବ, ଆଉ ତାକୁ ଦୃଢ଼ତାର ସହିତ ସାମ୍ନା କର। ତେବେ ଯାଇ ତୁମେ ଜଣେ ସକ୍ସେସଫୁଲ ମଣିଷ ବନିପାରିବ। ରହିଲି, ନମସ୍କାର। ପୁଣି ଦେଖା ହେବ ଆଗିଲା ଭିଡ଼ିଓରେ।